କୋଳି ତ ଖାଇବାକୁ ସମସ୍ତେ ହିଁ ପସନ୍ଦ କରନ୍ତି। ତ ଆଜି ମୁଁ ଆପଣଙ୍କ ପାଇଁ ଆଣି ଆସିଛି ନର କୋଳିର ଆଚାର, ଯୋଉଟା କି ଗାଁ ଗାଁ ମଧ୍ୟରେ ମିଳିଥାଏ ବହୁତ ସହଜରେ। ସେ ଆଚାରର ମିଠା ଆଚାର ତ ଆପଣଙ୍କୁ ମୁଁ ସେୟାର କରିଦେଇଛି। ତ ଆଜି ମୁଁ ଆପଣଙ୍କ ସହିତ ସେୟାର କରିବା ପାଇଁ ଚାହୁଁଛି ଖଟା ବା ଲୁଣି ଆଚାର। ଆଉ ଏତେ ଟେଷ୍ଟ ଲାଗିବ, ପଖାଳ ଭାତ 2 ବେଲା ବଦଳରେ ଆପଣ 6 ବେଲା ଖାଇବେ, ଗ୍ୟାରେଣ୍ଟେଡ ମୁଁ ନିଜେ। ଆଉ ଏମିତି ଟେଷ୍ଟ ଲାଗିବ, ଗୋଟି ଗୋଟି ସ୍ଟେପ ବାଇ ସ୍ଟେପ ରେ ଆପଣଙ୍କୁ କହିବି, ପରଫେକ୍ଟ ଆପଣ କୋଳି ଆଚାର ବନେଇକି ବର୍ଷ ବର୍ଷ ଧରି ରଖିକି ତାକୁ ଏନ୍ଜୟ କରିପାରିବେ। ତ ହାଇ ଫ୍ରେଣ୍ଡ, ୱେଲକମ ଟୁ ସିକ୍ରେଟ ଫୁଡି 1। କେମିତି ଅଛନ୍ତି ଆପଣ? ମୁଁ ଆଶା କରୁଛି ଆପଣ ବହୁତ ଭଲରେ ଥିବେ। ତ ଆଜି ମୁଁ ଆପଣଙ୍କ ପାଇଁ ଆଣି ଆସିଛି ସହଜିଆ ନର କୋଳିର ଆଚାର। ତା ଲାଗି ପ୍ରଥମେ ଏଇଠି କଡେଇରେ ମୁଁ ପାଣି ନେଇଯାଇଛି, 1/2 ଚାମଚ ଲୁଣ ଦେଇଦେଇଛି। ସେ ଲୁଣରେ ଫ୍ରେଣ୍ଡ ଆପଣଙ୍କୁ ନର କୋଳି ବଏଲ କରିବାକୁ ହବ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି 3 ଗ୍ଲାସରେ ଗ୍ଲାସେ ଫୁଲ ହବ ନର କୋଳି। ଡେମ୍ଫି ଫ୍ରେଣ୍ଡ ଆପଣ ଚାହିଁଲେ ଛିଣ୍ଡେଇ ପାରିବେ, ନହେଲେ ସେମିତି ଲାଗିକି ବି ରହିଲେ କୌଣସି ପ୍ରକାର ଅସୁବିଧା ନାହିଁ। ତ ଏଇଠି ଫ୍ରେଣ୍ଡ ଯେହେତୁ ଅଧିକାଂଶ ଥିଲା, ତ ମୁଁ କିଛି କିଛିର ଡେମ୍ଫି ଛିଣ୍ଡେଇ ଦେଇଥିଲି, ଆଉ କିଛି କିଛି ଡେମ୍ଫି ଏଇଠି ରହିଯାଇଥିଲା, ଯୋଉଟା କି ବଏଲ ପରେ ଅଧା ଅଂଶ ପଳେଇଥାଏ ଡେମ୍ଫିରେ। ତ ଏଇଠି ଫ୍ରେଣ୍ଡ ବହୁତ ହି ବଢିଆ ସେ 3 ରୁ 4 ମିନିଟ ପାଇଁ ଆମକୁ ଏଇଠି ଫୁଟେଇ ଦବାର ହବ। ଫ୍ରେଣ୍ଡ ଏଇଠି ଫୁଟେଇଲେ କଣ ହେଇଥାଏ, ବହୁତ ହି ସହଜରେ ସବୁ ସ୍ପାଇସେସ୍ ମାନେ ଆମେ ଯାହା ବି ପକେଇବା ସବୁ କୋଳି ଭିତରେ ପଶି ଯାଇଥାଏ, ଆଉ କୋଳି ବହୁତ ହି ସଫ୍ଟ ହେଇଯାଇଥାଏ, ଯାହା ଦ୍ୱାରା ଫ୍ରେଣ୍ଡ ଆମକୁ ଏଇଠି ସହଜରେ ଆମେ ଆଚାର ବନେଇ ପାରିଥାଉ, ଆଉ ଅଧିକାଂଶ ସମୟ ରଖିପାରିଥାଉ, ଆଉ ବହୁତ ହି ମଧ୍ୟ ଟେଷ୍ଟ ଆଉ ଫ୍ଲେଭରଫୁଲ ହେଇଯାଇଥାଏ। ତ ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ କୋଳି ସବୁତକ ମୁଁ ଏଇଠି ଛାଣି ନଉଛି। ଧ୍ୟାନ ଦେଇକି ଫ୍ରେଣ୍ଡ ଏଇଠି ଟିପ୍ସ ଟିକେ ଛୋଟ ଛୋଟ, ଯଦି ଆପଣ ସ୍କିପ୍ କରିଦଉଛନ୍ତି ତ ଛୋଟ ଛୋଟ ଟିପ୍ସ ଆପଣ ଏଇଠି ସ୍କିପ୍ କରି କରି ଯିବେ। ତେଣୁକରି ଫ୍ରେଣ୍ଡ ବିନା ସ୍କିପ୍ କରି ଏବେଠୁ ହିଁ ଏଇଠୁ ହିଁ ଦେଖି ରୁହନ୍ତୁ। ଦେଖିଲେ ନା ଫ୍ରେଣ୍ଡ, କେତେ ସହଜରେ 3 ରୁ 4 ମିନିଟ ଆମେ ଫୁଟେଇ ଦେଲେ ବହୁତ ହି ବଢିଆ ସେ ଆମର କୋଳିଟା ସଫ୍ଟ ହେଇଗଲା। ଏବେ ଫ୍ରେଣ୍ଡ ଆମେ ତାକୁ ଯେକୌଣସି ଗୋଟେ ଜାଗାରେ ଢାଳି ଦବା। ଢାଳି ଦେଇକି ଫ୍ରେଣ୍ଡ ୟାକୁ କିଚେନ ଟାୱେଲ ସାହାଯ୍ୟରେ ୟାକୁ ଆପଣ ପୋଛି ଦିଅନ୍ତୁ। ଆଉ ତାର ପାଣିକୁ ଆପଣ ଚାହିଁଲେ ଫ୍ରେଣ୍ଡ ଯେକୌଣସି ସୁପ ରେ ୟୁଜ କରିପାରିବେ, ନହେଲେ ଯେକୌଣସି ଆପଣ ଚଟନି ବନଉଛନ୍ତି ୟୁଜ କରିପାରିବେ। ଏଇଠି ଫ୍ରେଣ୍ଡ ମୁଁ ସବୁତକ କୋଳି ପୋଛିକି ତାକୁ ମୁଁ ଖରାରେ କମ ସେ କମ ଫ୍ରେଣ୍ଡ ଏଇଠି 1 ରୁ 2 ଘଣ୍ଟା ପାଇଁ ଶୁଖେଇ ଦେଇଛି। ଏଇଠି ଫ୍ରେଣ୍ଡ ଧ୍ୟାନ ଦେବେ, ଯଦି ଆପଣ ଖରାରେ ଶୁଖଉଛନ୍ତି ତ ବହୁତ ବଢିଆ ଭାବରେ ଆପଣଙ୍କର ଅଧିକ ଦିନ ଲାଷ୍ଟିଂ କରିଥାଏ। ତ ଏଇଠି ଫ୍ରେଣ୍ଡ ମୁଁ କମ ସେ କମ 2 ଘଣ୍ଟା ଛାଡି ଦେଇଥିଲି ଶୁଖିବା ପାଇଁ ଖରାରେ। ଆପଣଙ୍କ ପାଖରେ ଯଦି ଖରା ହେଇନାହିଁ କି ଖରା ନାହିଁ, ତ ଆପଣ ଏଇଠି ଫ୍ୟାନ ପବନରେ ଶୁଖେଇ ପାରିବେ। ତ ଏବେ ଫ୍ରେଣ୍ଡ ମୁଁ ଦେଇଦେଇଛି ସେଥିରେ ଲୁଣ। ଲୁଣ ଫ୍ରେଣ୍ଡ ଏଇଠି ଆପଣଙ୍କୁ ଟିକେ ଅଧିକ ପରିମାଣରେ ଦେବାକୁ ପଡିବ, ଯେହେତୁ ଆମେ ଚଟପଟା ବାଲା ଲୁଣିଆ ଆଚାର କରୁଛେ, ତ ଲୁଣ ଅଧିକ କ୍ୱାଣ୍ଟିଟିରେ ଦେବାକୁ ପଡିବ। ତା ସହିତ ଫ୍ରେଣ୍ଡ ମୁଁ ଏଇଠି ନେଇଯାଇଛି ହଳଦୀର ଗୁଣ୍ଡ 1 ବଡ ଚାମଚ। ତା ସହିତ ଫ୍ରେଣ୍ଡ ଏଇଠି ମୁଁ ନେଇଯାଇଛି ରାଗ ଲଙ୍କାର ଗୁଣ୍ଡ। ଏଇଠି ଫ୍ରେଣ୍ଡ ରାଗ ଲଙ୍କାର ଗୁଣ୍ଡ କମ ସେ କମ ମୁଁ 1.5 ଚାମଚ ନେଇଛି। 1 ଚାମଚରେ ଚାମଚିଏ ହବ ଫୁଲ, ଆଉ 1 ଚାମଚରେ 1.5 ଚାମଚିଏ ହବ ନେଇଛି। ନେଇକି ଫ୍ରେଣ୍ଡ ସବୁତକ ବହୁତ ହି ବଢିଆ ସେ ଆପଣଙ୍କୁ ଏଇଠି ମିକ୍ସ କରିଦବାର ହବ। ବହୁତ ହି ବଢିଆ ସେ ଫ୍ରେଣ୍ଡ ଆପଣ ଚାମଚ ସାହାଯ୍ୟରେ, ନହେଲେ ଏଇପରି ଭାବରେ ଆପଣ ହଲେଇ ଦେଲେ ମିକ୍ସ ହେଇଯିବ ହଳଦୀ ଲଙ୍କା ତା ସହିତ ଫ୍ରେଣ୍ଡ ଲୁଣ, 3ଟା ଯାକ ଭିତରେ ଅବଜର୍ବ ହେଇଯିବ, ବହୁତ ହି ବଢିଆ ଭାବରେ ଫ୍ଲେଭର ଆସିବ। ୟାକୁ ସାଇଡରେ ରଖିଦିଅନ୍ତୁ ଫ୍ରେଣ୍ଡ। ଏବେ ଯିବା ଆମେ ପ୍ୟାନ ପାଖକୁ। ପ୍ୟାନରେ ଆମେ ଏଇଠି ପକେଇଦେଲେ ସୋରିଷ। ସୋରିଷକୁ ଫ୍ରେଣ୍ଡ ଟିକେ ଟାଇମ ପାଇଁ ଛାଡିଦବା ଗରମ ହବା ପାଇଁ। ତା ସହିତ ଫ୍ରେଣ୍ଡ ଆମେ ଏଇଠି ଦେଇଦବା ଜିରା। ତା ସହିତ ଫ୍ରେଣ୍ଡ ଆମେ ଏଇଠି ଦେଇଦବା ଆମର ବହୁତ ହି ଅଳ୍ପ 1/2 ଚାମଚରୁ ବି କମ ମେଥିର ଦାନା, ଯୋଉଟା କି ଫ୍ରେଣ୍ଡ ବିଲକୁଲ ଅପସନାଲ ଅଛି। ଯଦି ପାଖରେ ଅଛି ପକାନ୍ତୁ, ଯଦି ନାହିଁ ତ ସ୍କିପ୍ କରିପାରିବେ। ଯଦି ଅଛି ନିହାତି ଭାବରେ ଫ୍ରେଣ୍ଡ ପକେଇବେ। ଯେକୌଣସି ଜିନିଷ ଆପଣଙ୍କ ପାଖରେ ଅଛି ତାକୁ ପକେଇକି ଆପଣ ଏଠି ୟୁଜ କରିପାରିବେ। ସବୁ ସହଜ ଜିନିଷରେ ମୁଁ ଆପଣଙ୍କୁ କହିଛି, ଯୋଉଟା ଆପଣ ଘରେ ନିତିଦିନିଆ ବ୍ୟବହାର କରନ୍ତି, ସେଇ ଜିନିଷରେ ମୁଁ ଆପଣଙ୍କୁ କହିଛି। ମୁଁ ଆଶା କରୁଛି ଫ୍ରେଣ୍ଡ ଆପଣ ଏଇପରି ଭାବରେ ବନେଇକି ରେଡି କରିପାରିବେ। ଯଦି ଫ୍ରେଣ୍ଡ ମେଥି ଦାନା ନାହିଁ ତ ସ୍କିପ୍ ମଧ୍ୟ କରିକି କେବଳ ଆପଣ ଜିରା ଆଉ ସୋରିଷରେ ବି ମଧ୍ୟ ଏଇଠି ବନେଇ ପାରିବେ। ବହୁତ ବଢିଆ ସେ ଫ୍ରେଣ୍ଡ ଆପଣ ଦେଖିପାରୁଥିବେ ଧୂଆଁ ବାହାରୁଛି, ଆଉ ସୋରିଷ ବି ମଧ୍ୟ ଉପରକୁ ଉଠୁଛି, ମାନେ ଫୁଟୁଛି ପରଫେକ୍ଟଲି। ତ ଏବେ ଫ୍ରେଣ୍ଡ ଆପଣଙ୍କୁ କରିବାର କଣ ଅଛି, ଗ୍ୟାସ ଟିକେ ବନ୍ଦ କରିଦିଅନ୍ତୁ କିମ୍ବା ସାଇଡରେ ରଖିଦିଅନ୍ତୁ। ସେଇ ଗ୍ୟାସରେ ଆପଣ ନେଇଯିବାର ଅଛି ଏଇଠି ଆମର ତେଲ। ଏଇଠି ଫ୍ରେଣ୍ଡ ମୁଁ ତେଲ ନେଇଯାଇଛି କମ ସେ କମ 3 ରୁ 4 ବଡ ଚାମଚ। ଏଇଠି ଫ୍ରେଣ୍ଡ ତେଲ କ୍ୱାଣ୍ଟିଟି ବେଶୀ ଦେଲେ ଚଳିବ, ଅଳ୍ପ ଦେଲେ ବି ମଧ୍ୟ ଚଳିବ, କାହିଁକି ନା ଆମେ ପୁରା ଖରାରେ ଶୁଖେଇଛେ। ତାପରେ ଫ୍ରେଣ୍ଡ ଏଇଟା ଯେତେବେଳେ ଆମର ରେଡି ହେଇଯିବ, ତାକୁ ଆମେ 2 ଦିନ ଖରାରେ ଶୁଖେଇବା, ତାକି ପୁରା ପରଫେକ୍ଟ ଆମର ଅଧିକ ଦିନ ରହିବ, ବର୍ଷକ ପାଇଁ ରହିବ, ଆଉ ଆମେ ପୁରା ବର୍ଷକ ଯାକ ମଜା ଉଠେଇ ପାରିବା। ତ ଏଇଠି ଫ୍ରେଣ୍ଡ ମୁଁ ସୋରିଷ ତେଲ ନେଇଯାଇଛି।
सोरिष तेल को फ्रेंड धुआं आसिया पे छाड़ी दबा। एठी देखि पाते फ्रेंड धुआं आसी आइछि। गैस बंद करी तेल को हमें ठंडा कर दबा। एबे फ्रेंड देखि पारुथिबे परफेक्ट हमरो सोरिष तेल रेडी हो जाइछि। एबे हमें देइ दबा। एठी जो हमें मसला रेडी करथिले ताको मु कुटी देइछि, दरदरा करी कुटी देइछि कि आपण ग्राइंडिंग भी मध्य करि पारबे। एठी गुंड देइ देइछि, ता ऊपर मु ठंडा करी कि सोरिष तेल मध्य एठी ऐड करी देइछि। फ्रेंड एति कि आपण को करिवार अछि। आ टिके खट्टा अंश आसिया पय हमको एठी देइ दबार अछि विनेगार। विनेगार दबा द्वारा फ्रेंड हेइ थाए कोन खट्टाटा आपनकर अधिक दिन पर्यंत रहि थाए। ता सहित फ्रेंड आपनकर खट्टारे फंगस लागि न थाए। आ मेन जिंस फ्रेंड एटा जदी आपण जे कोनसे अचार कहउछनी जदी खट्टा नाही त आपण विनेगार पकेले गुटिए चम्मच सेटा खट्टार फ्लेवर आसी जाय थाए। जदी फ्रेंड आपण पाखरे विनेगार भी नाही कोनसे कथा नाही फ्रेंड आपण एठी लेंबू 2 चम्मच चिपुडी के मधे ऐड करि पारिबे। विनेगार रो काम करिवो। जदी अधिक दिन रखिया पे चाहउछंती लेंबू बदले निहाता फ्रेंड विनेगार यूज करिया पे चेष्टा करिवे। देखि पाथे ना फ्रेंड बहुत ही बड़ा से सब तक एठी मिक्स कर दबा। मिक्स कर दे कि फ्रेंड याको आपण कम से कम फ्रेंड 2 दिन पर्यंत खरा रे सुखेई दियंतु। सुखेई दे कि फ्रेंड जे कोनसे एयरटाइट कंटेनर रे आपण रखि कि 6 मास रु वर्ष पर्यंत लाभ उठै पारिबे। आउ गोटे जिंस फ्रेंड कि आपनकर आदो खराब बनाई। जदी आपनको लागुची त आपण मासको कि 2 मासको थरे आपण याको खरा मध्ये खुआई पारिबे। बहुत ही परफेक्टली सुखी जीव। आउ किछि भी जो पानी अंश भी रहि न थाए। जते बेले आपण काढिबे तो चामच रे याको यूज करिवे। चामच रे काढी कि खाइबे। ओदा हाथ लगेबेनी कि ओदा चामच लगेबेनी। तो ये देखि पाउथिबे ना फ्रेंड परफेक्ट हमर आचारटी रेडी हो जाइछि। बनातु स्टोर करी रखंतु वर्ष वर्ष खांतु। बहुत ही सारा मो चैनल रे आचार रेसिपी पड़ी छि। आशा करछि फ्रेंड जल्दी कि विजिट करी जानि पारिबे केते परफेक्ट आचार हमर बनि छि। निहाता पर जानतु विजिट करंतु केमति लागुछि कमेंट माध्यम रे मते निहाता पर जणांतु। नेक्स्ट आपन पई को आचार आनिबी ताको मध्य फ्रेंड आपन जदि कमेंट माध्यम रे जणाउछंती त मु आपन पई चेष्टा करबी सेई आचार आनिया पे। तो आज रेसिपी टी आशा करछि आपनको भल लागुथिबा। नरकोली रो ई खट्टा राग लुणी आचार जदि भल लागुछि चैनल को गोटे लाइक कर दियंतु। जदि ए पर्यंत नुआ छंदी सब्सक्राइब करना जल्दी सब्सक्राइब करी बेल नोटिफिकेशन ऑन कर देंतु। पुणी देखाबा गोटे नुआ वीडियो रे।